ନାଇଁ ନାଇଁ ଏଠି କଟାକଟି ସିଷ୍ଟମ କିଛି ନାହିଁ। ଏଇଟା ମାନେ ଭୁଲ ଚିନ୍ତାଧାରା। ସମସ୍ତେ ଦର୍ଶକ ମାନେ ସବୁ ଶିବ ଦେବ ଦେବ ମହାଦେବ କୈଳାସପତି ଶିବଙ୍କର ଯେମିତି ସାପ ପ୍ରିୟ, ମୋର ବି ସେମିତି ସାପ। ଶିବ ସାପକୁ ବେକରେ ଗୁଡେଇକି ବୁଲୁଥିଲି, ମୁଁ ବି ଦେହରେ ଗୁଡେଇକି। ଜୟ ଜଗନ୍ନାଥ। ମୁଁ ଆପଣମାନଙ୍କର ସାଇ। ବହୁତ ଖୁସି ଲାଗୁଛି କ'ଣ, ଏଇଟା ମୋର ଗୋଟେ ସୌଭାଗ୍ୟ ବୋଲି ମୁଁ କହିବି। କାହିଁକିନା ପ୍ରଥମ ବର୍ଷ ଯାତ୍ରା କ୍ୟାରିୟର ଷ୍ଟାର୍ଟିଂରୁ ଏପର୍ଯ୍ୟନ୍ତ ମୋର ହେଇଗଲା 3 ବର୍ଷ ଟୋଟାଲି ଯାତ୍ରା କ୍ୟାରିୟର ମୋର। ଆଉ 3 ବର୍ଷ ଯାକ ମୁଁ ଆସିଛି ଖଣ୍ଡଗିରିକୁ ଯାତ୍ରା କରିବା ପାଇଁ। ସେଇଟା ସବୁଠୁ ବଡ଼ ସୌଭାଗ୍ୟ, ବହୁତ ଖୁସି ଲାଗୁଛି। କମ୍ପିଟିସନ ନୁହଁ, ଏଇଟା ଗୋଟେ ଖୁସି ଲାଗେ। ଆଉ କମ୍ପିଟିସନ କ'ଣ, ସମସ୍ତେ ସମସ୍ତଙ୍କର ବେଷ୍ଟ ଏଠି ଦେବେ। ଖାଲି ଆର୍ଟିଷ୍ଟ ମାନେ ନୁହନ୍ତି, ଡ୍ୟାନ୍ସ ଯେଉଁମାନେ କରୁଛନ୍ତି, ଲାଇଟ୍ ସାଉଣ୍ଡ ଆଉ ପ୍ଲସ୍ ଡେକୋରେସନରେ ବି ସମସ୍ତେ ବହୁତ ଭଲ। ଏବେ କିଛି ଡର ଲାଗୁନି। ଫାଷ୍ଟ ଯେତେବେଳେ ପୁରା ଫାଷ୍ଟ ଦେଖିଥିଲି, ଯାହାହେଲେ ବି ସାପ ଟିକେ ଡର ମାଡ଼ିବ। କାହା ଉପରକୁ ସାପ ସେମିତି ଛଡା ହଉନି, ସବୁ ଦେଖୁଥାନ୍ତି ଆଶ୍ଚର୍ଯ୍ୟ। ଆପଣ ଯେମିତି ଖୁସି ଲାଗୁଛି ନିହାତି। ମୁଁ ତ ଏଇ ବର୍ଷ କରୁଛି 3 ଖଣ୍ଡ ନାଟକ। ଏଇ ବୋଧେ ଶେଷ ଦେଖା, ଆଉ ଗୋଟେ କେମିତିକା ସମ୍ପର୍କ, ଆଉ ଗୋଟେ ହେଲା ତଥାପି ସେ ପ୍ରତିରୋଧ। ସଂଗ୍ରାମ ହେଲା ଏଇ ନାଟକର ଗୋଟେ ସଂଗ୍ରାମ ହେଲା। ଏଇ ନାଟକ ଯୋଉ ହଉଛି ଏଇ ବୋଧେ ଶେଷ ଦେଖା। ତାର ରାଇଟର ଆଣ୍ଡ ଡିରେକ୍ଟର ଅଛନ୍ତି ୟୁନିକ୍ ପ୍ରଦୀପ ବେହେରା ସାର୍। ଏଥିରେ ମୋର ଗୋଟେ ଫରେଷ୍ଟ ରେଞ୍ଜର କ୍ୟାରେକ୍ଟର ଅଛି। ସେଥିରେ ଗୋଟେ ସଂଗ୍ରାମ ହେଲା। ମୋ ନାଁ ଶିବ ଶଙ୍କ। ଦେବ ଦେବ ମହାଦେବ କୈଳାସପତି ଶିବଙ୍କର ଯେମିତି ସାପ ପ୍ରିୟ, ମୋର ବି ସେମିତି ସାପ। ଶିବ ସାପକୁ ବେକରେ ଗୁଡେଇକି ବୁଲୁଥିଲି, ମୁଁ ବି ଦେହରେ ଗୁଡେଇକି। ଚ୍ୟାଲେଞ୍ଜ ନୁହଁ, ମାନେ ସବୁଆଡୁ, ମାନେ ଓଡ଼ିଶାର ସବୁ କୋଣ ଅନୁକୋଣରୁ ଦର୍ଶକ ମାନେ ଆସନ୍ତି ଦେଖିବା ପାଇଁ। ଆଉ ସେମାନେ ବି ବହୁତ ଏକ୍ସାଇଟେଡ୍ ଥାନ୍ତି ଯେ ଗୋଟେ ବର୍ଷ ପରେ ଟାଇମ୍ ବାହାର କରିକି, କାହିଁକିନା ପ୍ରାୟ ଅଫିସିଆଲି ଲୋକ ଯେତିକି ସବୁ ଭୁବନେଶ୍ୱରରେ କାର୍ଯ୍ୟରତ ଅଛନ୍ତି, ଯୋଉଠି ଯାହା ଘର ହେଲେ ବି, ତ ସେମାନେ ଏକ୍ସାଇଟେଡ୍ ଥାନ୍ତି ଗୋଟେ ଛୁଟି ଦିନରେ ଆସିକି ଗୋଟେ ମେଳା ମହୋତ୍ସବରେ ବୁଲିବା। ନାଇଁ ନାଇଁ ଏଠି କଟାକଟି ସିଷ୍ଟମ କିଛି ନାହିଁ। ଏଇଟା ମାନେ ଭୁଲ ଚିନ୍ତାଧାରା। ସମସ୍ତେ ଦର୍ଶକ ମାନେ ସବୁ କରିବେ, ସବୁ କରିପାରିବେ। ଶବ୍ଦକୁ ନେଇକି ମାନେ ଏଇ ଯୋଉଟା କୋଉ ଶବ୍ଦ କଥା କହୁଛି? ଦେଖନ୍ତୁ, ଶବ୍ଦ କଥା ଯଦି ମୁଁ କହିବି ସେ ବିଷୟରେ ମୋର କହିବାଟା ଠିକ ହବନି, କିନ୍ତୁ ଏତିକି କହିବି ଯାହା ହଉଛି ଆମ ଭିତରେ ସବୁ ଜିନିଷ ମ୍ୟାନେଜ କରିଦେବା ଦରକାର। କାହିଁକିନା ଏଇଟା ଗୋଟେ ବହୁତ ବଡ଼, ସେମିତି ବାହାର ଜାଗା କିଛି ନୁହଁ। ରାତି ଦିନ ସବୁବେଳେ ଆମେ ଏଇଠି ରହିଲେ, କିଏ ବାହାରକୁ ଗଲେ ସେ ତା ମୁହଁ ଦେଖିବ, ଇଏ ଆ ମୁହଁ ଦେଖିବ। ସମସ୍ତେ ସମସ୍ତଙ୍କ ସାଙ୍ଗରେ ଦିନେ ଦିନେ ଭେଟାଭେଟି ହଉଛନ୍ତି, ବୁଲୁଛନ୍ତି, ମାର୍କେଟିଂ କରୁଛନ୍ତି। ତ ସବୁ ଜିନିଷ ଆମ ଭିତରେ ଗୋଟେ ଆପୋଷ ବୁଝାମଣା ରହିବାଟା ଭଲ। ଦର୍ଶକଙ୍କୁ କହିବି ଏମିତି ଓଡ଼ିଶାର ଯେତିକି କଳା ସଂସ୍କୃତି ଅଛି ତାକୁ ଭଲ ପାଆନ୍ତୁ, ଆଉ ନିଜେ ସବୁବେଳେ ସୁସ୍ଥ ରୁହନ୍ତୁ, ସବୁବେଳେ ମାନେ ବିବାଦ ଠାରୁ ବହୁତ ଖରାପ ଜିନିଷଠୁ ଦୂରେଇ ରହିବା ପାଇଁ ଚେଷ୍ଟା କରନ୍ତୁ। ଗୋଟିଏ ଟ୍ରେଣ୍ଡ ଆସିଲାଣି ଯାତ୍ରା, ଯେମିତି ଆପଣ କୌଣସି କିନ୍ନର ମାନଙ୍କୁ ଅପମାନ କଲା ଭଳିଆ ଡାଇଲଗ, ଏମିତି ସବୁ ଡାଇଲଗ ଆପଣ କହିପାରିବେନି, ଯୋଉଗୁଟା କି ରୁଲ ରେଗୁଲେସନ ଗୋଟେ ଆସିଗଲାଣି। ୟାକୁ ନେଇକି ଖାପ ଖାଇକି ଚାପ କରିବା କେତେ ସମ୍ମୁଖୀନ ହଉଛି? ଦେଖନ୍ତୁ, ଗୋଟେ ଯଦି ଆମର ଗୋଟେ ଥାଏ, ମାନେ ଆମର ମାଲିକ ଅଛନ୍ତି, ଯେମିତିକି ଆମ ମାଲିକ ଯିଏ ଅଛନ୍ତି ଓନର ନାଣ୍ଡୁ ବାବୁ, ଆମର ଯାତ୍ରାକୁ ଏପର୍ଯ୍ୟନ୍ତ ସେମିତି ଗୋଟେ ଯାତ୍ରାର କିଛି ଗୋଟେ ସେମିତି ସ୍ୱତନ୍ତ୍ର ଗାଇଡଲାଇନ୍ କିଛି ବାହାରିନି। ମାନେ ଧରିନିଅ ସ୍କୁଲରେ ଗୋଟେ ଗାଇଡଲାଇନ୍ ଥାଏ, ଗୋଟେ ବୋର୍ଡ ଥାଏ, ସେ ସ୍କୁଲରେ ଲେଖା ହେଇଥାଏ ଆଜି ସ୍କୁଲ ଛୁଟି ରହିବ କି ଖୋଲା ରହିବ। ଯାତ୍ରାରେ ସେମିତି କିଛି ଏପର୍ଯ୍ୟନ୍ତ ହେଇନି। ତ ଆମ ମାଲିକ ଆମକୁ ଯାହା କହିବେ, ନିର୍ଦ୍ଦେଶ ଦେବେ, ସେ ଅନୁସାରେ ସେଇଟା ହେଲା ଏ କେମିତିକା ସମ୍ପର୍କ ନାଟକରେ ଗୋଟେ ଡାଇଲଗ୍ ଅଛି। ମୋ ମନ କଥା 2 ଜଣ ବୁଝିପାର, ଜଣେ ହେଲେ ସାଇ ବାବୁ, ଆଉ ଜଣେ ହେଲେ ନାଣ୍ଡୁ ବାବୁ।
ସାପ କାହିଁକି ଯାତ୍ରା ଦରକାର କଲା? ଦରକାର ତ ପଡ଼ିନି। ମୁଁ ଧରିଛି ବୋଲି ମୁଁ ଘଣ୍ଟାଟା ପିନ୍ଧିଛି ବୋଲି କଣ ଘଣ୍ଟାଟା ଦରକାର ଯାତ୍ରା ପାଇଁ? ଭାଇ ଆପଣ ସେଟାରେ କଣ ସେଟା ତ ଖାଲି ଏଟା ସ୍ପେଶାଲ ଭାଉଜ ମାନଙ୍କ ପାଇଁ ତ ଆଉ କଣ ସେଟା କହିବି। ସବୁ ଭାଉଜ ମାନଙ୍କୁ କହିବି ଯେମିତି ବିଗତ ଦିନରେ ଭଲ ପାଇବା ଦେଇଛନ୍ତି ସେମିତି ଆଗକୁ ଭଲ ପାଇବା ଦେବେ କୁନି ଦିଅରଟାକୁ। ସାପ ଉପରେ ଆଉ ମତେ କୌଣସି ପ୍ରଶ୍ନ ପଚାରନ୍ତୁନି ଦୟାକରି। ଏଇ କଥାଟା ଲୋକମାନେ ଜାଣିଛନ୍ତି ଅଲରେଡି। ଆଉ ଏଇଟା ବାରମ୍ବାର ଲୋକମାନେ ଶୁଣିଲେ ଲୋକମାନେ ଇରିଟେଡ୍ ହେବେ। ନୂଆ ନୂଆ ଜିନିଷ। ହଁ ସମସ୍ତେ ଡରୁଛନ୍ତି।